ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଥାନା ଅନ୍ତର୍ଗତ ଦର୍ଲିପଡ଼ା ଗାଁର ଦାଦନ ଶ୍ରମିକ ଲକ୍ଷୀଥର ଧାରୁଆ ନିଖୋଜ ହେବାର 2 ବର୍ଷ ବିତିଯାଇଛି। ଏ ବିଷୟରେ ବାରମ୍ବାର ଥାନା ଦ୍ୱାରସ୍ଥ ହୋଇ ପରିବାର ଲୋକେ ନିରାଶ ହୋଇପଡ଼ିଛନ୍ତି। ଅଭିଯୋଗ ଅନୁସାରେ 2022 ମସିହା ଡିସେମ୍ବର 12 ତାରିଖ ଦିନ ଗାଁର ଲକ୍ଷ୍ମୀଧର ଧାରୁଆ ବୟସ 48 ସେ ଗାଁର ଦାଦନ ସର୍ଦ୍ଦାର ଦୁର୍ଯ୍ୟୋଧନ ଧାରୁଆଙ୍କ ସହାୟତାରେ ହାଇଦ୍ରାବାଦର ସଙ୍ଗାରେଡ୍ଡି ଜିଲ୍ଲା ପଠାନତୋରା ଗାଁର ଇଟାଭାଟିକୁ ଇଟା ତିଆରି କରିବା ପାଇଁ ଯାଇଥିଲା। ଆଜି 2 ବର୍ଷ ହେଲା ଏ ଯାଏଁ ଘରୁ ଆସିନି କି ପରିବାର ସହିତ ଫୋନ୍ରେ ବି ଯୋଗାଯୋଗ କରିନାହାନ୍ତି। ପ୍ରକୃତରେ ସେ ଏବେ କେଉଁଠି ସେ ଜୀବିତ ଅଛନ୍ତି କି ନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ବିଷୟରେ ପରିବାର ଲୋକେ କୋମନା ଥାନାରେ 2 ଥର, ତରବୋଡ଼ ଫାଣ୍ଡିରେ ଥରେ, ନୂଆପଡ଼ା ଏସ୍ପି ଓ ଲେବର ଅଫିସକୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ଅଫିସର ଶୁଣୁନାହାନ୍ତି। ଶେଷରେ ନିରାଶ ହୋଇ ଆଜି ଜିଲ୍ଲାପାଳ ହେମକାନ୍ତ ସାହାଙ୍କୁ ଦୁଃଖ ଜଣାଇଛନ୍ତି। ପରିବାର ଲୋକେ ପୁଲିସକୁ ବାରମ୍ବାର ଅଭିଯୋଗ କଲା ପରେ ବି ଅଭିଯୋଗ ଶୁଣୁନାହାନ୍ତି। ଏବେ ଲୋକେ ଆଉ କାହାକୁ ବିଶ୍ୱାସ କରିବେ? ଏ ପଛରେ ରହସ୍ୟ କ'ଣ ଅଛି? ସତରେ ସର୍ଦ୍ଦାର ଓ ପୁଲିସ ମଧ୍ୟରେ କି ସମ୍ପର୍କ ଅଛି ବୋଲି ସାଧାରଣ ଲୋକ ଚର୍ଚ୍ଚା କରିବାର ଶୁଣିବାକୁ ମିଳୁଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ନିଖୋଜ ଦାଦନର ଝିଅ ଓ ସ୍ତ୍ରୀ ତାଙ୍କ ଫଟୋ ଧରି ନେଉରା ହୋଇ ଗୁହାରି କରିଛନ୍ତି ଜିଲ୍ଲାପାଳଙ୍କୁ। ନିଖୋଜ ଦିନଠୁ 3 ପିଲା ଓ ସ୍ତ୍ରୀ ବହୁତ କଷ୍ଟରେ ପରିବାର ଚଳୁଛି। ଦୁଃଖ କଥା ଏ ପର୍ଯ୍ୟନ୍ତ ସର୍ଦ୍ଦାର ଉପରେ କିଛି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। कलेक्टर ऑफिस का सर आम तो आम जेट जाइए कमे कि 2 वर्ष है ना एपर्तंत नहीं फिरबार जिन थाना के गले भी आम शुने नहीं करुन से लगे आम तो कलेक्टर ऑफिस के आसो शुने करूँ बोलना आम दलीपड़ा मोर ना जदुमणि सुनानी है आम दलीपड़ा पंचायत रु गोटे पिला के नाला मेघनाथ बोली गोटे सरदार नेला देश नेला आज 2 वर्ष है आसबार ताकि निखोज पलाई थाना पुलिस एसबी ऑफिस लेबर ऑफिस भी कराला कौन ऑफिसर कौन बाबद किसी चिंता नहीं करी कि से लोग फोन फान नहीं देवार से अनुजाई कलेक्टर ऑफिस रे आसिक बैस केते वर्ष है इटा 2 वर्ष होगा 2 वर्ष है आज थाना पुलिस हरियाणा होकर आज आसिक कलेक्टर आगे भेट करूँ बोली आम कलेक्टर ऑफिस रे अच्छे। नूआपड़ा जिल्लार मुख्य प्रतिनिधि ओम प्रकाश चौधरी को रिपोर्ट साई सत्य न्यूज।